जय जगन्नाथ बंधुगण मो चैनल को आपण मानकु बहुत बहुत स्वागत। बंधुगण आज आसंतु आमे सुदशा व्रतर संपूर्ण कहानीटी को शुणिबा। सुदशा व्रतर कथा को मन देई शुण किए करिथिला ए व्रत तार हेला कण। शुण 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 सबुक शुण मा भौणी लक्ष्मी मांकर सुदशा व्रत कथाटी पुणी। किए करिथिला ए व्रत तार हेला कण। लक्ष्मीकर नाम सुमरी मन लगेई शुण। नमस्ते कमला माग विष्णुकर घरणी जगत को तुमे पालुछ अन्न देई गपुणी। तुम नामे एही सुदशा व्रत करती नारी सेही कथा आजी कहिबी करुअछि गुहारी। शुणु थाओ मन देई ग सबु मा भौणी केमिति पूजिला ए व्रत सेही बुढ़ी ब्राह्मणी। आसीथिले दिने नारद इंद्रंकर भुवने नारायण जपि जपि से हस हस बदने। देवराज इंद्र कहिले बस हे मुनिवर मनरे प्रश्नटे आजी जे ओंकी मारे मोहर। मनीष केमिति पांती लक्ष्मीकर कृपा को बुझाई कुह हे नारद मते सेही कथा को। देवर्षि नारद कहती शुण हे देवराज सुदशा व्रतर कथा को मुझे कहिबी आज। अवंती नामक नगर थिला गुटे राज्ୟରେ विष्णुकर नामे ब्राह्मण रहुथिले सेठारे। लक्ष्मीवती तांक पत्नीक नाम थिलाटी जाण। लक्ष्मी पादे सदा तांकर रही थाएटी मन। सुदशा व्रत से करई भारी भक्ति मनरे लक्ष्मीक दयारु ऐश्वर्य पाए एही संसारे। दिनकर कथा कहुची इंद्र राजा हे शुण ताहारी साथी रे घटिला जाहा कथाटी जाण। माघ मास शुक्ल दशमी गुरुवार जे थिला प्रभातरु उठी ब्राह्मणी घर द्वार लिपिला। स्नान सारी तार घरे से झुटी चिता आंकिला। फूल फल धरी ठाकुर घरे प्रवेश कला। अति जतन रे कलश गुटे बसाई देला। कलशर चारि पाखरे मुरुज पकाई देला। दशमुखी दीप लगाई सेही ठारे रखिला। दशखिय व्रत आनिकी सेठी रखी से देला। 10 मुठी दान 10टी मंडा पिठा कुआणी हलदी कजल लगेई देला घटरे पुणी। छेना गुड़ आउ कदली भोग करिला सेई लक्ष्मी मा नाम सुमरी भोग लगेई देला। व्रत खिय सेही व्रतरे 10 गंठी से देला। लक्ष्मी मांकर नाम को मने से भजुथिला। प्रथम गंठीटी पकेई ना
ନାରାୟଣୀ କହିଲା। ଦ୍ୱିତୀୟ ଗଣ୍ଠିର ନାମଟି କମଳିନୀ କହିଲା। ହରିହର ପ୍ରିୟା ତୃତୀୟ ଗଣ୍ଠିଟିର ନାମଟି। ଚତୁର୍ଥ ଗଣ୍ଠିର ନାମଟି ପଦ୍ମାଳୟା କହେଟି। ପଞ୍ଚମ ଗଣ୍ଠିର ନାମଟି କମଳା ଯେ ଅଟଇ। ଷଷ୍ଠ ଗଣ୍ଠିଟିର ନାମ ଯେ ଅଟେ ଚଞ୍ଚଳା ସେହି। ସପ୍ତମ ଗଣ୍ଠିର ନାମଟି ଅଟେ ସେ ବିଘ୍ନସେନୀ। ସପ୍ତମ ଗଣ୍ଠିର ନାମଟି ବିଘ୍ନସେନୀ କହିଲା। ଅଷ୍ଟମ ଗଣ୍ଠିର ସିନ୍ଦୂର ଦୁଲଣୀ ସେ କହିଲା। ନବମ ଗଣ୍ଠିର ନାମଟି ଯେ ଦୁର୍ଗତି ନାଶିନୀ। ଦଶମ ଗଣ୍ଠିର ନାମଟି ସେ ବିଷ୍ଣୁ ପାଟରାଣୀ। ଦଶ ନାମ ଧରି ବ୍ରତରେ ଗଣ୍ଠି ପକାଇ ଦେଲା। ଅତି ଯତ୍ନ କରି ବ୍ରତକୁ ହସ୍ତେ ଧାରଣ କଲା। ପାଣି ଆଣିବାକୁ ବ୍ରାହ୍ମଣୀ ନଦୀ ତୁଠକୁ ଗଲା। ବ୍ରତ ଥୋଇ ଦେଇ କୂଳରେ ପାଣିକୁ ସେ ପଶିଲା। ତାହାପରେ ଯାହା ଘଟିଲା ସେହି କଥାଟି ଶୁଣ। ବିଧିର ବିଧାନ ଖେଳକୁ କିଏ କରିବ ଆନ। ଉଡ଼ି ଯାଉଥିଲା ଚିଲଟେ ବ୍ରତଟିକୁ ଦେଖିଲା। ଖାଦ୍ୟ ଭାବି ସିଏ ତାହା ତ ଝାମ୍ପ ଉଠେଇ ନେଲା। ବ୍ରାହ୍ମଣୀ ଦେଖିଲା ଚିଲଟି ବ୍ରତ ନେଇ ଯାଉଛି। ବ୍ରତ ପାଇଁ ଏବେ ବ୍ରାହ୍ମଣୀ ଚିଲ ପଛେ ଧାଉଁଛି। ଉଡ଼ି ଉଡ଼ି ଚିଲ ପହଞ୍ଚି ଗଲା ଗୁଟେ ବଣରେ। ପଶିଗଲା ଚିଲ କୁଆଡ଼େ ଆଉ ଦିଶୁ ନାହିଁ ରେ। ବ୍ରାହ୍ମଣୀ ଯେ କାନ୍ଦି କାନ୍ଦିକି ସେଠି ପହଞ୍ଚିଗଲା। ଅନ୍ତର୍ଦ୍ଧାନ ହେଲା ଚିଲଟି ଆଉ ଦେଖା ନ ଗଲା। କିଛି କ୍ଷଣ ପରେ ସେଠାରେ ଯାହା ଘଟଣା ହେଲା ସେହି କଥା ଏବେ କହୁଛି ଟିକେ ଶୁଣୁଥା ଭଲା। ନଳରାମେ ଜଣେ ରାଜନ ଯାଉଥିଲେ ସେ ବନ। ମୃଗ ବିହାର ସେ କରିବେ ବୁଲିଥିଲାଟି ମନ। ଦେଖିଲେ ବ୍ରାହ୍ମଣୀ କାନ୍ଦୁଛି ଏହି ଘୋର ବନରେ। କାହିଁକି କାନ୍ଦୁଛ ତାଙ୍କୁ ସେ ପଚାରି ତ ଦେଲେ ରେ। ବ୍ରାହ୍ମଣୀ କହୁଛି ରାଜନ ଆଗେ ସତ୍ୟ ଯେ କର। ତାପରେ ଯାଇ କହିବି ଦୁଃଖ କଥା ମୋହର। ରାଜନ କୁହନ୍ତି କୁହ ଗ କାନ୍ଦିବାର କାରଣ। ଦୁଃଖ ତୁମ ଦୂର କରିବି ତୁମେ ନିଶ୍ଚୟ ଜାଣ। ବ୍ରାହ୍ମଣୀ କହିଲା ମୋ ବ୍ରତ ଚିଲ ନେଇ ନ ଗଲା। କେମିତି ବ୍ରତ ମୁଁ କରିବି ମୋତେ କୁହନ୍ତୁ ଭଲା। ରାଣୀ କରୁଛନ୍ତି ଉଆସେ ଏହି ସୁଦଶା ବ୍ରତ। ରାଣୀଠାରୁ ଆଣି ଦିଅନ୍ତୁ ଆଜି ମୋତେ ସେ ବ୍ରତ। ବ୍ରାହ୍ମଣୀର କଥା ଶୁଣିକି ତାଙ୍କୁ ସାଥେ ଆଣିଲେ। ରାଜଭବନରେ ବସେଇ ରାଣୀ ପାଶେ ଚାଲିଲେ। ରାଣୀକୁ କହିଲେ ରାଜନ ତୁମ ବ୍ରତଟି ଦିଅ। ବ୍ରାହ୍ମଣୀକୁ ଦେବି ବ୍ରତଟି ତୁମେ ବୁଝି ତ ଯାଅ। ବ୍ରାହ୍ମଣୀକୁ ଦେବି ତୁମର ବ୍ରତ କରିଛି ସତ୍ୟ। ଏହା ଛଡ଼ା ଆଉ କିଛି ଯେ ନାହିଁ ମୋ ପାଖେ ପଥ। ଏହା ଶୁଣି ରାଣୀ ଆଶ୍ଚର୍ଯ୍ୟ ହୋଇ ରାଜାଙ୍କୁ ଦେଖି
କୁହନ୍ତି ରାଜାଙ୍କୁ ବାଇଆ ଆଜି ତୁମେ ହେଲ କି? ସୁଦଶା ବ୍ରତଟି କାହାକୁ ଦିଆଯାଏ ନାହିଁଟି। ନ ବୁଝି ନ ସୁଝି କେମିତି ସତ୍ୟ କରିଦେଲଟି। ଲକ୍ଷ୍ମୀ ଛାଡ଼ି ଯିବ ଏ ବ୍ରତ ଦେଲେ ଅନ୍ୟ କାହାକୁ। ବୁଝେଇବି ମୁଁ ଯେ କେମିତି କୁହ ଏହି କଥାକୁ। ରାଜନ କହନ୍ତି ରାଣୀକୁ ଶୁଣ ମୋର କଥାଟି। ନଦେଲେ ତୁମର ବ୍ରତଟି ଭାଙ୍ଗିଯିବ ସତ୍ୟଟି। ସୁଦଶା ବ୍ରତକୁ ହାତରୁ ଖୋଲିଦେଲେ ସେ ରାଣୀ। ରାଜା ନେଇଦେଲେ ବ୍ରତକୁ ଚାହିଁଥାଏ ବ୍ରାହ୍ମଣୀ। ବ୍ରାହ୍ମଣୀକୁ ଦେଲେ ରାଜନ ରାଣୀଙ୍କର ବ୍ରତଟି। ବ୍ରତ ପାଇ ସେହି ବ୍ରାହ୍ମଣୀ ଖୁସି ହୋଇଲା ଅତି। ବ୍ରତ ନେଇ ସିଏ ଚାଲିଲା ଏବେ ତାର ଘରକୁ। ବସିଗଲା ଖୁସି ମନରେ ବ୍ରତ ସେ କରିବାକୁ। କଞ୍ଚା କ୍ଷୀର ଦେଇ ଧୋଇଲା ସେହି ବ୍ରତ ବ୍ରାହ୍ମଣୀ। ଭୋଗ ନୈବେଦ୍ୟ ଲଗେଇ ପୂଜା କରିଲା ପୁଣି। ବ୍ରାହ୍ମଣୀର ସବୁ ସଙ୍କଟ ଏବେ କଟି ଯେ ଗଲା। ଲକ୍ଷ୍ମୀ ମାଙ୍କର ଦୟାରୁ ସୁଖେ ଦିନ କଟିଲା। ଦିନ ପରେ ଦିନ ବିତିଲା କିଛି ଦିନ ଯେ ଗଲା। ନଳ ରାଜାଙ୍କର ସଙ୍କଟ ବଢ଼ି ବଢ଼ି ଚାଲିଲା। ଗୋରୁମାନେ ଗଲେ ବଣକୁ ଆଉ ଫେରିଲେ ନାହିଁ। ଚାଷବାସ ଆଉ ରାଜ୍ୟରେ ଭଲ ହୋଇଲା ନାହିଁ। ଶତ୍ରୁମାନେ ଆସି ରାଜ୍ୟରେ ସବୁ ପ୍ରବେଶ କଲେ। ଅନ୍ନ ବସ୍ତ୍ର କିଛି ନ ପାଇ ରାଜା ରାଜ୍ୟ ଛାଡ଼ିଲେ। ରାଜା ରାଣୀଙ୍କର ସାଥିରେ ତାଙ୍କ ପୁତ୍ରକୁ ଧରି ରାଜ୍ୟ ଛାଡ଼ି ପୁଣି ରାଜନ ଚାଲିଗଲେ ବାହାରି। କିଛି ବାଟ ଯାଇ ରାଣୀ ଯେ ପୋଖରୀଟେ ଦେଖିଲେ। ଗାଧୋଇବି ବୋଲି ସେଠାରେ ରାଜାଙ୍କୁ ସେ କହିଲେ। ପୋଖରୀରୁ ମାଛ ଚାରୋଟି ଧରି ଆଣି ରାଜନ କହିଲେ ପୁଡ଼ିକି ରଖିଥା କରିଦେବା ଭୋଜନ। ଦାନ ଆଣି ରାଜା ବସିଲେ କରିବାକୁ ଭୋଜନ। ଏତେ ଦିନ ପରେ ଖାଇବେ ଖୁସି ହୋଇଛି ମନ। କାଉ ଗୋଟେ ଆସି ଝାମ୍ପିକି ନେଇଥିଲା ଅନ୍ନକୁ। ଖସିଗଲା ତାର ଥଣ୍ଟରୁ ପଡ଼ିଗଲା ତଳକୁ। ଆଶ୍ଚର୍ଯ୍ୟ ହୋଇକି ରାଜନ ସେଠି ଯାହା ଦେଖିଲେ। ପୋଡ଼ା ମାଛ ବଞ୍ଚି ଯାଇ ଯେ ପୋଖରୀରେ ଖେଳିଲେ। ରାଣୀ କହିଲେ କି ବିପତ୍ତି ଆମକୁ ଯେ ପଡ଼ିଲା। ଖାଇବା ପାଇଁ ଯେ ପେଟକୁ ଅନ୍ନ ନ ମିଳିଲା। ସେଠୁ ରାଜା ରାଣୀ ଚାଲିଲେ ଭାରି ମନ ଦୁଃଖରେ। ନଦୀଟେ ପଡ଼ିଲା ବାଟରେ ତାକୁ ପାରି ହେବେରେ। ନଦୀ ମଧ୍ୟରେ ଯେବେ ପ୍ରବେଶ କଲେ ପୁତ୍ରକୁ ଧରି। ଟାଣି ନେଇଗଲା କୁମ୍ଭୀର ପୁତ୍ରଟିକୁ ତାଙ୍କରି। କାନ୍ଦି କାନ୍ଦି ରାଣୀ ରାଜା ଯେ ସେହିଠାରୁ ଚାଲିଲେ। ମନ୍ଦିରଟେ ଦେଖି ପାଖରେ ସେଠି ଆଶ୍ରୟ ନେଲେ। ହାତରୁ କାନରୁ ଖୋଲିଲେ ଅଳଙ୍କାର ସବୁକୁ। ରାଣୀ ଯେ କାନିରେ ବାନ୍ଧିଲେ କରି ଯତନ ତାକୁ। ଶୋଇଗଲେ ଯେବେ ମନ୍ଦିରେ ରାଜା ରାଣୀ ନିଦରେ। ଯାହା ଘଟିଗଲା କହୁଛି ମନ ଦେଇ ଶୁଣରେ।
ମନ୍ଦିର କାନ୍ଥରେ ଗୋଟିଏ ଥିଲା ମୟୂର ଚିତ୍ର। ରାଣୀଙ୍କ କାନରୁ ସୁନାକୁ ଗିଳି ଦେଲା ତୁରନ୍ତ। ରାଣୀ ଯେବେ ଉଠି ଦେଖିଲେ ଅଳଙ୍କାର ଯେ ନାହିଁ। ରାଜା ରାଣୀ ଦୁହେଁ ଦୁହିଁଙ୍କୁ ଦେଲେ ଚାହାଁ ଚାହିଁ। ଯେତେ ସବୁ ଥିଲା ବିପତ୍ତି ଆସି ପହଞ୍ଚିଗଲା। ଲକ୍ଷ୍ମୀ ଛାଡ଼ିଗଲେ ବୋଲି ଯେ ଏହିପରି ଘଟିଲା। ରାଜା ରାଣୀ ଯାଇ ତାପରେ ହିମ ରାଜ୍ୟରେ ରହିଲେ। ଗୋପନରେ ରହି ସେଠାରେ ସିଏ ଦିନ କାଟିଲେ। କିଛି ଦିନ ଯେବେ ବିତିଲା ଶୁଣ ଯାହା ଘଟିଲା। ରାଜା ରାଣୀଙ୍କର ସାଥିରେ ଏବେ ଯାହା ତ ହେଲା। ଭାଦ୍ରବର ଶୁକ୍ଳ ପକ୍ଷଟି ଦଶମୀ ଦିନ ଥିଲା। ଗୁରୁବାର ଏହି ଦିନଟି ସୁଦଶା ବ୍ରତ ଯେ ହେଲା। ସୁଦଶା ବ୍ରତକୁ ରାଣୀ ଯେ ଭକ୍ତି ମନରେ କଲେ। ଲକ୍ଷ୍ମୀ ମାଙ୍କର ପାଦକୁ ସିଏ ପୂଜା କରିଲେ। ପୂଜାରେ ସନ୍ତୁଷ୍ଟ ହୋଇଲେ ବିଷ୍ଣୁଙ୍କର ଘରଣୀ। ଲକ୍ଷ୍ମୀଙ୍କର ଏବେ ଆଶିଷ ପାଇଗଲେ ଯେ ରାଣୀ। ନଳ ରାଜା ଫେରି ପାଇଲେ ନିଜ ରାଜ୍ୟ ତାଙ୍କର। ରାଜା ପୁଣି ସିଏ ହୋଇଲେ ଜାଣ ସେହି ରାଜ୍ୟର। କୁମ୍ଭୀରଠୁ ପୁଣି ଫେରିଲା ରାଜାଙ୍କର କୁମର। ରାଜା ରାଣୀ ପୁତ୍ର ପାଇକି ମନ ଖୁସି ତାଙ୍କର। ଲକ୍ଷ୍ମୀ ମାଙ୍କର ଆଦେଶ ପାଇ ବେତାଳ ଗଲେ। ରାଜାଙ୍କ ଭଣ୍ଡାର ଘରକୁ ଧନ ଭରି ସେ ଦେଲେ। ଚାଲିଗଲା ଏବେ ଦୁର୍ଦିନ ଆସିଗଲା ସୁଦିନ। ଏହା ଦେଖି ରାଜା ରାଣୀଙ୍କ ଖୁସି ହୋଇଲା ମନ। ଲକ୍ଷ୍ମୀଙ୍କର ଦୟା ହୋଇଲା ସୁଖେ ଦିନ କାଟିଲେ। ଲକ୍ଷ୍ମୀଙ୍କ ମହିମା ଅପାର ସବୁ ଜାଣି ଯେ ଗଲେ। ନାରଦଙ୍କ ଠାରୁ ଶୁଣିଲେ ଏହି ବ୍ରତ ମହିମା। ଦେବରାଜ ଇନ୍ଦ୍ର କହିଲେ ତାର ନାହିଁ ଉପମା। ଇନ୍ଦ୍ର କହିଦେଲେ ଶଚୀକୁ ଏହି ବ୍ରତର କଥା। ସୁଦଶା ବ୍ରତକୁ କରିଲେ ପୁଣି ସେ ଶଚୀ ମାତା। ସେହି ଦିନ ଠାରୁ ସଂସାରେ ଏହି ବ୍ରତ ହୋଇଲା। ଯିଏ କରେ ଏହି ବ୍ରତକୁ ସିଏ ସୁଖେ ରହିଲା। ସୁଦଶା ବ୍ରତର ମହିମା କଥା ଦେଲି ବୁଝାଇ। ମହାଲକ୍ଷ୍ମୀଙ୍କର ଆଶିଷ ଝରୁ ସବୁରି ପାଇଁ। ବନ୍ଧୁଗଣ, ଭୁଲ ଥିଲେ କ୍ଷମା କରିବେ। ଭିଡ଼ିଓ ଭଲ ଲାଗିଥିଲେ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। କମେଣ୍ଟରେ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖିଦେବେ। ମା ଲକ୍ଷ୍ମୀ ଆପଣ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ମା ଲକ୍ଷ୍ମୀ।